ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 487 ରୁ 489। 487 ରେ ଲେଖୁଛନ୍ତି ପ୍ରଭୁ ପୁରୁଷକୁ ଭଲ ପାଇବା, ନାରୀକୁ ଭଲ ପାଇବା, ବସ୍ତୁ ଗୁଡ଼ିକୁ ଭଲ ପାଇବା, ନିଜର ପ୍ରତିବେଶୀକୁ ଭଲ ପାଇବା, ଆପଣାର ଦେଶକୁ ଭଲ ପାଇବା, ଇତର ପ୍ରାଣୀମାନଙ୍କୁ ଭଲ ପାଇବା ଏବଂ ସମଗ୍ର ମନୁଷ୍ୟ ଜାତିକୁ ଭଲ ପାଇବା, ଏହି ସବୁ ଗୁଡ଼ିକ ହେଉଛି ଏହି ସବୁ ଜୀବନ୍ତ ପ୍ରତିରୂପ ଉପରେ ସେହି ଭଗବତ ପ୍ରେମର ହିଁ ପ୍ରତିଫଳନ। ତେଣୁ ସବୁଟିକୁ ଉପଭୋଗ କରିବା ଲାଗି, ସମସ୍ତଙ୍କୁ ସାହାଯ୍ୟ କରିପାରିବା ଲାଗି ଓ ଚିରଦିନ ପାଇଁ ଭଲ ପାଇପାରିବା ଲାଗି ତୁମେ ମଧ୍ୟ ଭଲ ପାଅ ଏବଂ ନିଜ ଶକ୍ତିର ଅଭିବୃଦ୍ଧି ସାଧନ କର। ଆମକୁ ଗୋଟି ଗୋଟି କରି ଯେମିତି ସବୁ କଥା କହୁଛନ୍ତି, ଆମେ ସବୁବେଳେ ଏଟା ଆଲୋଚନା କରୁଛନ୍ତି। ଏଠି କହୁଛନ୍ତି ଲାଷ୍ଟ ଲାଇନ୍ ଯୋଉଠି କହିଲେ ଯେ ଚିରଦିନ ପାଇଁ ଭଲ ପାଇପାରିବା ଲାଗି, ଚିରଦିନ ପାଇଁ ଭଲ ପାଇପାରିବା ଲାଗି ତୁମେ ମଧ୍ୟ ଭଲ ପାଅ ଓ ନିଜ ଶକ୍ତିର ଅଭିବୃଦ୍ଧି ସାଧନ କର। ଆମେ ଆମର ଭଲ ପାଇବା ସୀମିତ ରହିଛି। ଆମର ଭଲ ପାଇବାଟା କାରଣକୁ ବେଶ କରି ରହିଛି। ଆମର ଭଲ ପାଇବା ଆମର ରୁଚି ପସନ୍ଦ ଏବଂ ଆମର ନିଜର ଯୋଉ ପକ୍ଷପାତିତା ଆମେ ଯାହାକୁ କହନ୍ତି ଯେ ମୋ ଗୁଣ ମତେ ଯୋଉଟା ଭଲ ଲାଗେ ତେଣୁ ମୁଁ ତାକୁ ଭଲ ପାଇବି, ମତେ ଯୋଉଟା ଭଲ ନ ଲାଗେ ତାକୁ ମୁଁ ଭଲ ପାଇବି ନାହିଁ। ମୁଁ ଯାହାକୁ ବୁଝିପାରିଲି ତାକୁ ଭଲ ପାଇଲି, ମୁଁ ଯାହାକୁ ବୁଝିପାରିଲି ନାହିଁ ତାକୁ ଭଲ ପାଇଲି ନାହିଁ। ଏମିତି ନୁହେଁ, ନିଜର ସୀମିତତାରୁ ଧୀରେ ଧୀରେ ଅଭିବୃଦ୍ଧି ହାସଲ କରିବା। ତେଣୁ ସେତେବେଳେ ସମସ୍ତଙ୍କୁ ଭଲ ପାଇପାରିବା। ସେଥିପାଇଁ କହୁଛନ୍ତି ପୁରୁଷକୁ, ନାରୀକୁ, ବସ୍ତୁକୁ, ଜୀବନ୍ତକୁ। ଜୀବନ୍ତ ଭିତରେ କଣ କହିଲେ? ନିଜକୁ, ନିଜର ପ୍ରତିବେଶୀକୁ ଭଲ ପାଇବେ, ଦେଶକୁ ଭଲ ପାଇବେ, ଇତର ପ୍ରାଣୀ ମାନଙ୍କୁ ଭଲ ପାଇବେ, ସମଗ୍ର ମନୁଷ୍ୟ ଜାତିକୁ ଭଲ ପାଇବେ। ଏମିତି ଧୀରେ 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 ଯେମିତି ନିଜେ ଅଭିବୃଦ୍ଧି ହାସଲ କରିବେ। ସଂକୀର୍ଣ୍ଣତା ଭିତରେ, ସୀମିତତା ଭିତରେ ନ ରହିକିରି ସମସ୍ତଙ୍କୁ ଭଲ ପାଇବେ। ଆ ପୂର୍ବରୁ ଆମେ କଥା ହଉଥିଲେ ନା, ନିନ୍ଦା କାହାକୁ କରିପାରିବେ ନାହିଁ। ଇଏ ସବୁ କାହିଁକି ନା ଏ ସବୁ ହଉଛନ୍ତି ଯେତେ ଗୁଡେ ପ୍ରତିରୂପ ଆମେ ଦେଖୁଛନ୍ତି ସେ ସବୁ ହଉଛନ୍ତି ତାଙ୍କର ଏକ ପ୍ରତିଫଳନ। ଜ୍ଞାନ 488 ରେ କହୁଛନ୍ତି ଯଦି ଏପରି କେତେକ ବସ୍ତୁ ଥାନ୍ତି ଯେଉଁମାନେ କି ପରମେଶ୍ୱରଙ୍କର ପୂର୍ଣ୍ଣତାର ପ୍ରତିରୂପ ମଧ୍ୟକୁ ରୂପାନ୍ତରିତ ଅଥବା ସଂଶୋଧିତ ହେବା ଲାଗି ଅସମର୍ଥ ହେଉଥାନ୍ତି, ତେବେ ହୃଦୟରେ କୋମଳତା ରଖି ସେମାନଙ୍କୁ ହୁଏତ ନଷ୍ଟ କରି ଦିଆଯାଇପାରିବ, ମାତ୍ର ଆଘାତ କଲାବେଳେ ଏକାନ୍ତ ନିର୍ମମ ହେବାକୁ ପଡିବ। କିନ୍ତୁ ସର୍ବପ୍ରଥମେ ଏହି ବିଷୟରେ ସୁନିଶ୍ଚିତ ହୋଇ ରହିବାକୁ ପଡିବ ଯେ ତୁମର ତରବାରୀ ଏବଂ ତୁମର କର୍ତ୍ତବ୍ୟ ସମ୍ପାଦନର ଅନୁଜ୍ଞା ତୁମକୁ ସେହି ପରମେଶ୍ୱର ହିଁ ପ୍ରଦାନ କରିଛନ୍ତି। ଜ୍ଞାନ 487 ପର୍ଯ୍ୟନ୍ତ ଆମେ ଯେତେବେଳେ ଆଲୋଚନା କରୁଥିଲେ ଲଗାତାର ଚାଲିଛି କିପରି ସମସ୍ତଙ୍କ ଭିତରେ ଭଗବାନଙ୍କୁ ଦେଖିବା, ସମସ୍ତଙ୍କୁ ଭଲ ପାଇବା, କାହାକୁ ଘୃଣା କରିବାନି, କାହାକୁ ନିନ୍ଦା କରିବାନି, ତାରି ଏଇଠି ମାନେ ଆକ୍ଚୁଆଲି ଆଉ ଗୋଟିଏ ଦିଗ ଯୋଉ ଦିଗକୁ ଆମେ ମିସଅଣ୍ଡରଷ୍ଟାଣ୍ଡ କାଳେ କରିବା ବୋଲି ସେଥିପାଇଁ ତାର ଆର ଦିଗଟିକୁ ଆମ ପାଖରେ ରଖିଦେଲେ। ଯେମିତି ପୂର୍ବରୁ କହୁଥିଲେ ଯେ ତୁମେ କାହାକୁ ନିନ୍ଦା କରିବନି, କିନ୍ତୁ ତା ଅର୍ଥ ନୁହଁ ଯେ ସମସ୍ତଙ୍କୁ କୋଳେଇକି ନବ। ସେଠି ତମକୁ ନିରୀକ୍ଷଣ କରିବାକୁ ପଡିବ। ଏଠି ତାର ଗଭୀରରୁ ଆହୁରି ଅଧିକ ଯେମିତି ଗଭୀର ବୋଲି ନୁହଁ କେବଳ, ତାକୁ ଆହୁରି ସ୍ପଷ୍ଟ କରୁଛନ୍ତି। କଣ ନା ଏପରି କିଛି ବସ୍ତୁ ଥାନ୍ତି, ଅଛନ୍ତି, ବସ୍ତୁ ଥାନ୍ତି, ବସ୍ତୁ ଭିତରେ ଜୀବ ହୁଅନ୍ତୁ, ବସ୍ତୁ ହୁଅନ୍ତୁ, ପରିବେଶ ପରିସ୍ଥିତି ଯାହା ବି ହଉ, ଯେଉଁମାନେ କି ପରମେଶ୍ୱରଙ୍କର ପୂର୍ଣ୍ଣତର ପ୍ରତିରୂପ ମଧ୍ୟକୁ ରୂପାନ୍ତରିତ ଅଥବା ସଂଶୋଧିତ ହେବା ଲାଗି ଅସମର୍ଥ ହେଉଥାନ୍ତି। ଯେଉଁମାନେ ନିଜକୁ ପରିବର୍ତ୍ତନ କରୁନାହାନ୍ତି। ମୋ ଭିତରେ କିଛି ସାମର୍ଥ୍ୟ ରହିଛି, କିଛି ଗୁଣ ରହିଛି, ଯିଏକି ନିଜକୁ ପରିବର୍ତ୍ତିତ କରିବା ପାଇଁ, ନିଜକୁ ସଂଶୋଧିତ କରିବା ଲାଗି ବା ରୂପାନ୍ତରିତ ହବା ଲାଗି ସମ୍ମତି ଦଉନାହିଁ। ମୋ ଭିତରେ କିଛି କିଛି ଗୁଣ ସାମର୍ଥ୍ୟ ସେମିତି ଥାଏ, ଯିଏକି ଭାବେ ମୁଁ ଯାହା କରୁଛି ଠିକ କରୁଛି।
ମୁଁ ନିଜକୁ ବଦଳାଇବାକୁ ଚାହେଁ ନାହିଁ। ସେତେବେଳେ ଜ୍ଞାନକୁ ସେ ବ୍ୟବହାର କରେ, କରିକି ତାକୁ କ'ଣ କରେ ନା ତାକୁ ଟିକେ ରୂପ ଦିଏ। ଯେମିତି ତା ଉପରେ ମା ଲେଖୁଥିଲେ, ତାପରେ ସେ ପ୍ରଲେପ ଦେଇକିରି ତାର ସୃଜନଶୀଳତାକୁ ବ୍ୟବହାର କରି ତା ଉପରେ ପ୍ରଲେପ ଦେଇ ବୁଦ୍ଧି ଏବଂ ସୃଜନଶୀଳତା ଦିଟାକୁ ବ୍ୟବହାର କରି କ'ଣ କରେ, ତା ନିଜର ଦୁର୍ଗୁଣକୁ ବା ଦୁର୍ଗୁଣ ଏଇ ସେନ୍ସରେ ଯୋଉଗୁଡାକ ଭଗବାନଙ୍କୁ ମାନେ କ'ଣ ରୂପ ଦେବାରେ ବିରୋଧ କରୁଛନ୍ତି, ଅସମ୍ମତ ହଉଛନ୍ତି, ତାକୁ ମହିମା ମଣ୍ଡିତ କରେ। ସେତେବେଳେ ସେଇ ବସ୍ତୁକୁ ଲେଖୁଛନ୍ତି ହୃଦୟରେ କୋମଳତା ରଖି ତାକୁ ନଷ୍ଟ କରିଦବ। ଦେଖନ୍ତୁ, ଖାଲି ଖାଲି କୋଳେଇ ଦେବା କଥା କୁହାହେଇନଥିଲା, ଖାଲି କହିଲେ ନାଇଁ କୋଳେଇ ନବ ନାହିଁ, କିନ୍ତୁ ତାପରେ ଏଟା ବି କହୁଛନ୍ତି ଯଦି ଦେଖିଲେ ଯେ ସିଏ ଅସମ୍ମତି ପ୍ରକାଶ କରୁଛି ତେବେ ତାକୁ ନଷ୍ଟ କରିଦବ। କିନ୍ତୁ ତାପରେ ବଢିଆ ମଜାରେ କହୁଛନ୍ତି, କାଳେ ଏଇ ଯୋଉ କହିବ କ'ଣ କହିଲ, ନାଇଁ ଏତେ କଷ୍ଟ ହବ, ତାକୁ ଧୀରେ ଆଘାତ କରିବ, ନାଇଁ ନାଇଁ ଆଘାତ କଲା ବେଳେ ଏକାନ୍ତ ନିର୍ମମ ହେବାକୁ ପଡିବ। ଯେତେବେଳେ ତାକୁ ନଷ୍ଟ କରିବେ, ଯେତେବେଳେ ତାକୁ ଆଘାତ ଦେବେ, ସେତେବେଳେ ଦୟା ପରବଶ ବା ଧୀରେ ସୁସ୍ଥେ ଏମିତି ନାହିଁ, ଏକାନ୍ତ ନିର୍ମମ ଭାବେ ତାକୁ ନଷ୍ଟ କରିବେ। କିନ୍ତୁ ସେଇଠି ଗୋଟାଏ କଥା, ଏଇଠି ପୁଣି ଆସିବ ଆମେ କ'ଣ କରୁ, ମତେ ଅଧିକାର ଦିଆହେଇଛି ହତ୍ୟା କରିବା ପାଇଁ, ଏଇଭଳିଆ କଥା ଆସିବ। ଏଇଠି ହତ୍ୟା କରିବା କଥା କୁହାହଉନି, ଏଠି କ'ଣ କୁହାହଉଛି, ଯେତେବେଳେ ତୁମେ ଯୋଉ କାର୍ଯ୍ୟ କରୁଛ ପରମେଶ୍ୱର ତୁମ ଭିତରେ ସେ କାର୍ଯ୍ୟକୁ କରୁଥିବେ, ଲେଖିଲେ ତୁମର ତରବାରୀ ଏବଂ ତୁମର କର୍ତ୍ତବ୍ୟ ସମ୍ପାଦନର ଅନୁଜ୍ଞା ତୁମକୁ ସେହି ପରମେଶ୍ୱର ହିଁ ପ୍ରଦାନ କରିଛନ୍ତି, ଯେପର୍ଯ୍ୟନ୍ତ ଏଇଟା ସୁନିଶ୍ଚିତ ହେଇନାହ। ଏଇଠି ଆକୁ ଜମାରୁ ଭୁଲରେ ବି କୌଣସି ବ୍ୟକ୍ତିକୁ ହତ୍ୟା କରିବା କଥା କୁହାଯାଇ ନାହିଁ, କୌଣସି ବ୍ୟକ୍ତିକୁ ଆଘାତ କରିବା କଥା କୁହାଯାଇ ନାହିଁ। ନିଜ ଭିତରେ, ଆମ ଭିତରେ, ମାନେ ମୋର ସତ୍ତା ମାନଙ୍କ ଭିତରେ, ମୋର ଚିନ୍ତାରେ, ମୋର ଭାବନାରେ, ମୋର ଧାରଣାରେ, ମୋର କଳ୍ପନାରେ, ମୋର କାର୍ଯ୍ୟରେ ମୁଁ ଅନେକ ସମୟରେ ଯୋଉଗୁଡ଼ିକ ପରମେଶ୍ୱରଙ୍କୁ ବିରୋଧ କରନ୍ତି, ପରମେଶ୍ୱରଙ୍କୁ ପରିପ୍ରକାଶ ହବାରେ ସମ୍ମତ ହୁଅନ୍ତି ନାହିଁ, ସେଇ ପ୍ରକାର ଗୁଣ ସାମର୍ଥ୍ୟକୁ ମୁଁ ଧରିକି ବସିଥାଏ। ତାକୁ ନିର୍ମମ ଭାବେ ନଷ୍ଟ କରିବେ, ତାକୁ ନିର୍ମମ ଭାବେ ନଷ୍ଟ କରିବେ। ଆଦୌ ସେଠି ଦୟା ପରବଶ ହେବେ ନାହିଁ, ଆଘାତ ଦେବେ, ତାକୁ ନଷ୍ଟ କରିଦେବେ। ଯଦି ସିଏ ପରମେଶ୍ୱରଙ୍କୁ ପରିପ୍ରକାଶ କରିବାରେ ବା ନିଜକୁ ରୂପାନ୍ତରିତ କରିବାରେ ବା ନିଜକୁ ସଂଶୋଧିତ କରିବାରେ ଅସମ୍ମତ ପ୍ରକାଶ କରେ, ପ୍ରତ୍ୟାଖ୍ୟାନର ଇଏ ହଉଛି ଏକ ଗଭୀର ଗମ୍ଭୀର ସ୍ପଷ୍ଟ ବର୍ଣ୍ଣନା। ଯୋଉ ଗୁଣ ଗୁଡାକ ଆପଣ ଦେଖିଲେ ଯେ ଭଗବାନଙ୍କୁ, ପରମଙ୍କୁ, ମାଙ୍କୁ ପରିପ୍ରକାଶ କରୁନାହିଁ, ନିଜକୁ ବଦଳାଇବାକୁ ବି ସେ ଚେଷ୍ଟା କରୁନାହିଁ, ତାକୁ ନିର୍ମମ ଭାବେ ଆଘାତ କରିବେ, ନଷ୍ଟ କରିଦେବେ। ଏଇ ସମୟରେ ଯଦି ଆପଣଙ୍କ ଭିତରେ କ୍ୱେଶ୍ଚିନ୍ ଆସେ ଯେ ମତେ ଗୋଟିଏ ପରିବେଶ ପରିସ୍ଥିତି ଭଲ ଲାଗୁନାହିଁ, ତାମାନେ ମତେ ସେ ପରିବେଶ ପରିସ୍ଥିତି ଯେପରି ଭଗବାନ ଠାରୁ, ମାଙ୍କ ଠାରୁ ମତେ ଦୂରେଇ ନଉଛି, ମୁଁ ଅନୁଭବ କରୁଛି, ତେବେ ତୁରନ୍ତ ସେ ଜାଗାକୁ, ମାନେ ସେ ଜାଗାରୁ ନିଜକୁ ପ୍ରତ୍ୟାହୃତ କରିବେ। ସେ ବହିକୁ ପଢିବେ ନାହିଁ, ସେ ଚଳଚ୍ଚିତ୍ର ଦେଖିବେ ନାହିଁ, ସେ ଗୀତ ଶୁଣିବେ ନାହିଁ, ସେ ପ୍ରକାର ଲୋକଙ୍କର ସହିତ ସମ୍ପର୍କ ରଖିବେ ନାହିଁ। ଏଇ ତ କୁସଙ୍ଗ, ଏଗୁଡାକ ସବୁ କୁସଙ୍ଗ। ଯୋଉ ଗୁଡିକ ବା ଯାହା ସହିତ ମୋର ସାଙ୍ଗ ବା ସଙ୍ଗ ହଉଛି, ସେଗୁଡାକ ଯଦି ପରମେଶ୍ୱରଙ୍କର ପୂର୍ଣ୍ଣତର ପ୍ରତିରୂପ ମଧ୍ୟକୁ ନିଜକୁ ସଂଶୋଧିତ ହେବା ଲାଗି, ରୂପାନ୍ତରିତ ହେଇଯିବା ଲାଗି ସମ୍ମତି ଦବାରେ ସାହାଯ୍ୟ କରୁନାହାନ୍ତି, ସମ୍ମତି ଦଉନାହାନ୍ତି, ସେଇ ଯେ ସଂସର୍ଗ ବା ସେଇ ସଂସ୍ପର୍ଶ ମୋ ଭିତରେ ସେ ସାମର୍ଥ୍ୟ ବୃଦ୍ଧି କରୁନାହିଁ, ତେବେ ତାକୁ ମୁଁ ପ୍ରତ୍ୟାଖ୍ୟାନ କରିବି। 499 କହୁଛନ୍ତି, ପ୍ରତିବେଶରେ ରହିଛି ବୋଲି ମୁଁ ଯେ ମୋର ପ୍ରତିବେଶୀକୁ ଭଲ ପାଇବି, ସେ କଥା ଆଦୌ ନୁହେଁ। କାରଣ ପ୍ରତିବେଶ
ଏବଂ ଦୂର ଦେଶରେ ପୁଣି କି ତାତ୍ପର୍ଯ୍ୟ ରହିଛି? ଧର୍ମ ଗୁଡ଼ିକରେ ମୋତେ ସିଏ ମୋର ଭାଇ ବୋଲି କୁହାଯାଇଛି ବୋଲି ମଧ୍ୟ ନୁହେଁ, କାରଣ ସେଇ ଭାତୃପଣର ଚେର ବା କେଉଁଠି ଅଛି? ମାତ୍ର ସିଏ ମଧ୍ୟ ମୁଁ ବୋଲି ମୁଁ ମୋର ପ୍ରତିବେଶୀକୁ ଭଲ ପାଇବି। ପ୍ରତିବେଶିତା ଏବଂ ଦୂରତା ଶରୀରକୁ ପ୍ରଭାବିତ କରନ୍ତି, ମାତ୍ର ହୃଦୟ ସେଗୁଡ଼ିକୁ ପାର ହୋଇ ଆହୁରି ସେ ପାଖକୁ ଚାଲିଯାଏ। ଭାତୃପଣ କହିଲେ ରକ୍ତଗତ, ଦେଶଗତ, ଧର୍ମଗତ ଅଥବା ମାନବାଗତ ଭାତୃପଣକୁ ବୁଝାଏ। ମାତ୍ର ଯେତେବେଳେ ଆତ୍ମସ୍ୱାର୍ଥ ଏଡ଼େ ବଡ଼ ଚିତ୍କାର କରି ଆପଣାର ଦାବିଟିକୁ ଘୋଷଣା କରୁଥାଏ, ସେତେବେଳେ ଏହି ଭାତୃପଣ ମଧ୍ୟ କୁଆଡ଼େ ଯାଏ? ତେଣୁ କେବଳ ଈଶ୍ୱରଙ୍କ ମଧ୍ୟରେ ବାସ କରି ଏବଂ ତାଙ୍କର ବିଶ୍ୱ ଐକ୍ୟର ପ୍ରତିରୂପଟି ମଧ୍ୟକୁ ଆପଣାର ମନ, ହୃଦୟ ତଥା ଶରୀରକୁ ଆନତ କରି ରଖି ହିଁ ସେହି ଯଥାର୍ଥରେ ଗଭୀର, ସ୍ୱାର୍ଥଯୁକ୍ତ ଓ ଅବିଜେୟ ପ୍ରେମ ସମ୍ଭବ ହୋଇପାରିବ। ଆମର ଏଇଠି ଦେଖନ୍ତୁ କେତେ ଗୁଡ଼େ କଥା କୁହାହଉଛି। ବେଳେ ବେଳେ ଗୋଟେ ବିଶ୍ୱ ଭାତୃତ୍ୱ ଭାବ ଆଣିବା ପାଇଁ ଅନେକ ପ୍ରକାରର ପ୍ରଚେଷ୍ଟା କରାଯାଇଛି। ସମସ୍ତେ କିପରି ଗୋଟେ ସୁସଙ୍ଗତ ଭାବରେ ଚଳିବେ, ସେଥିପାଇଁ ମଧ୍ୟ ଚେଷ୍ଟା କରାଯାଇଛି। କିନ୍ତୁ ସେଇ ଯୋଉ ଚେଷ୍ଟା ଗୁଡ଼ିକ କେବଳ ବାହାରକୁ ହେଇକି ରହିଥିଲା ବୋଲି ତାହା ହୋଇପାରିନାହିଁ। ସେଇ ଯୋଉ ଭାତୃପଣ, ଭାତୃତ୍ୱ ଭାବ, ମାନବତ୍ୱ ଭାବ, ହ୍ୟୁମାନିଟି କହୁନାହାନ୍ତି, ଗୋଟେ ହ୍ୟୁମାନିଟେରିଆନ ନାହିଁ, ମାନବତ୍ୱ ଭାବ ନାହିଁ। ସେଇ ମାନବତ୍ୱ କୁଆଡ଼େ ଯାଉଛି? ଯେତେବେଳେ ଆତଙ୍କବାଦୀ ମାନେ ଆସି ନିର୍ମମ ଭାବେ ହତ୍ୟା କରୁଛନ୍ତି, ଯିଏ ତାଙ୍କୁ ଆଶ୍ରୟ ଦେଇଥିଲା ସେମାନଙ୍କୁ ହତ୍ୟା କରୁଛନ୍ତି, ସେଇ ମାନବତ୍ୱ କୁଆଡ଼େ ଯାଉଛି? ଯେତେବେଳେ ଯୋଉ ଦେଶରେ ରହି ଯୋଉ ମାଟି ପାଣି ପବନରେ ସେମାନେ ବଢ଼ିଲେ, ଯୋଉ ପ୍ରତିବେଶୀ ମାନଙ୍କର ସହଯୋଗରେ ସେମାନେ ବଞ୍ଚିଲେ, ସେଇମାନଙ୍କୁ ନିର୍ମମ ଭାବେ ବର୍ବରୋଚିତ ଭାବରେ ହତ୍ୟା କରିବା ଏବଂ ଲୁଣ୍ଠନ କରିବା, ତାଙ୍କୁ ନିର୍ମମ ଭାବେ ମାନେ ଯନ୍ତ୍ରଣା ଦେବା ବେଳକୁ ଏମାନଙ୍କର ମାନବତ୍ୱ ଭାବ କୁଆଡ଼େ ଯାଏ? ଇଏ ହେଉଛି କେବଳ ବିରୋଧୀର ବା ଆପଣ କହିପାରନ୍ତି ବର୍ବରତାର ଏକ ଭିନ୍ନ ଏକ ରୂପ। ନିଶ୍ଚେତନା ଗହ୍ୱର ମଧ୍ୟରେ ଯୋଉ ପଶୁତ୍ୱ ଲୁଚି ରହିଛି, ତାରି ଏକ ବର୍ବରଚିତ ରୂପ। ତାହାକୁ ଆହୁରି ଅନେକ ଜନ୍ମ ଲାଗିବ ରୂପାନ୍ତରିତ ହେଇ ପହଞ୍ଚିବା ପାଇଁ ସାଧାରଣ ଅବସ୍ଥା। ଏଠି ସେଇ ଭାତୃପଣ, ଭାତୃତ୍ୱ ଭାବ ପାଇଁ ଯୋଉ ଚେଷ୍ଟା କରାଯାଇଛି, ଏ ଆତଙ୍କବାଦୀ ଠାରୁ ମୁକ୍ତ ପାଇବା ପାଇଁ ଯୋଉ ଚେଷ୍ଟା ବି କରାଯାଇଛି, ଏବଂ ମାନବ ସମସ୍ତେ ଯଦି ଭାତୃପଣ ନିଜ ନିଜ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ରହିବେ, ଗୋଟେ ବିରାଟ ପରିବାର ସୃଷ୍ଟି ହେବ ବୋଲି ଚେଷ୍ଟା କରାଯାଇଛି। ଇଏ ସବୁ ଏମିତି ବାହାରୁ ଚେଷ୍ଟା କଲେ ହୁଏ ନାହିଁ। କାହିଁକିନା ଏଇ ଭାତୃପଣ କହିଲେ ଆପଣ କଣ କହିବେ? ପ୍ରଥମେ କହିବେ ଯେ ରକ୍ତର ଭାଇ, କାହିଁକି ଆମ ରକ୍ତର ଭାଇ ସିଏ। ଆଉ ହେଇ କଣ ଆମ ଗାଁ ଲୋକ, ଆମ ଦେଶ ଲୋକ, ଆମରି ଜାତିର ଲୋକ, ଆମରି ଧର୍ମର ଲୋକ, ଆମେ ମଣିଷ, ଏଇଭଳିଆକୁ ଚେଷ୍ଟା କରାଯାଇଛି। କିନ୍ତୁ ଯେତେବେଳେ ବି ଏଇଟା ଚେଷ୍ଟା କରାଯାଇଛି, କିନ୍ତୁ ସେ ଭାତୃପଣ କୁଆଡ଼େ ଚାଲିଯାଏ। କାହିଁକି ନା ତା ଭିତରେ ସ୍ୱାର୍ଥ ଜଡ଼ିତ ବ୍ୟକ୍ତିମାନେ ନିଜର ରୁଟି ସେକି ନିଅନ୍ତି। ରୁଟି ସେକି ନିଅନ୍ତି। ଭାତୃଭାବର ନାଁ ନେଇକିରି ସେମାନେ କଣ କରନ୍ତି? ନିଜର ପ୍ରତିପତ୍ତି, ନିଜର କ୍ଷମତା, ନିଜର ଉପଭୋଗ କରିବା ପାଇଁ ଯାବତୀୟ ଯାହା ଦରକାର ତାହା ସେମାନେ ତା ଭିତରୁ ନେଇଯାଆନ୍ତି। ଅନ୍ୟମାନେ ଯିଏ ଯୋଉଠି ଯେମିତି ଥାଉ ଥାନ୍ତୁ। ଇଏ ସବୁ ଜିନିଷ ଭାତୃତ୍ୱ ଭାବ ଆଣେ ନାହିଁ। କୋଉଠି ଏତେ ଦିନ ଧରି କଣ ହେଇପାରିଛି? କେବଳ ହେଇପାରିବ କେତେବେଳେ ହେଇପାରିବ? ନା ଯିଏ ଆମ ସମସ୍ତଙ୍କ ଭିତରେ ସମାନ, ତାଙ୍କରି ସହିତ ଯଦି ଆମର ଏକତ୍ବ ହେଇଯିବ, ତ ଲେଖୁଛନ୍ତି କେବଳ ଈଶ୍ୱରଙ୍କ ମଧ୍ୟରେ ବାସ କରି ତାଙ୍କର ବିଶ୍ୱ ଐକ୍ୟର ପ୍ରତିରୂପଟି ମଧ୍ୟକୁ ଆପଣାର ମନ, ହୃଦୟ ତଥା ଶରୀରକୁ ଯଦି ନେଇପାରିଲେ, ତାହେଲେ ଯାଇକି ଯଥାର୍ଥରେ ଗଭୀର, ସ୍ୱାର୍ଥମୁକ୍ତ ଓ ଅବିଜେୟ, ମାନେ ଅବିଜେୟ ପ୍ରେମ, ଯୋଉ ପ୍ରେମ ସବୁବେଳେ ତା ଉପରେ କେହି ବିଜୟ ହାସଲ କରିନାହାନ୍ତି, ସିଏ ହିଁ ସବୁବେଳେ ମାନେ
ବିଜେତା ହେଇକି ରହିଛି। ସେଇ ଅବିଜୟ ପ୍ରେମ କି ଶବ୍ଦ ବ୍ୟବହାର, ଅବିଜୟ ପ୍ରେମ ସେଇଟା ହିଁ ସମ୍ଭବ ହେଇପାରିବ କେତେବେଳେ ନା ଯେତେବେଳେ ଆମେ ଈଶ୍ୱରଙ୍କ ମଧ୍ୟରେ ବାସ କରି ବିଶ୍ୱ ଐକ୍ୟକୁ ପ୍ରତିଷ୍ଠା କରିବା। ଈଶ୍ୱରଙ୍କ ମଧ୍ୟରେ ବାସ କରି ବାହାରୁ ହବନି। କାହିଁକି ନା ସେଠି ଆପଣ କହିବେ, ଏଠି ମୁଁ ଆଉ ଥରେ କହିଲି, ସେଠି କହିଲି ନା ପ୍ରତିବେଶୀକୁ ଭଲ ପାଇବ ନା, ଏଠି କହିଲେ ପ୍ରତିବେଶୀକୁ ଭଲ ପାଇବି। ଖାଲି କାହିଁକି ଭଲ ପାଇବି ନା ସେ ମୋ ପଡୋଶୀ ରହିଛି ସେଥିପାଇଁ ନୁହଁ। କାରଣ ପ୍ରତିବେଶ ଏବଂ ଦୂର ଦେଶରେ ପୁଣି ତାତ୍ପର୍ଯ୍ୟ କୋଉଠି ହେଲା, ଆରେ ଯେତେବେଳେ ମୁଁ ସମସ୍ତଙ୍କୁ ଭଲ ପାଇବି ମୋ ପଡୋଶୀ ଆଉ କିଏ ଆଉ ହେଇ ନ ରହିବ, ଯାହାକୁ ମୁଁ ପଡୋଶୀ ବୋଲି କହି ଭଲ ପାଉଛି ତାକୁ ଏଇଥିପାଇଁ ଭଲ ପାଇବି, ଯେମିତି ମହାରାଜ କହିଲେ, କାହିଁକିନା ଏଠି ଲେଖୁଛନ୍ତି ସେଟାକ ମହାରାଜଙ୍କ ଭାଷାରେ ମୁଁ କହୁଛି, ପତ୍ନୀ ମୋ ପାଇଁ ପତ୍ନୀ ପାଇଁ ପ୍ରିୟ ନୁହଁ ଆତ୍ମା ପାଇଁ ପ୍ରିୟ। ପିତା ମତେ ପିତା ପାଇଁ ପ୍ରିୟ ନୁହେଁ ଆତ୍ମା ପାଇଁ ପ୍ରିୟ। ପୁତ୍ର ପୁତ୍ର ପାଇଁ ପ୍ରିୟ ନୁହେଁ ଆତ୍ମା ପାଇଁ ପ୍ରିୟ। ସ୍ଵାମୀ ସ୍ଵାମୀ ପାଇଁ ପ୍ରିୟ ନୁହେଁ ଆତ୍ମା ପାଇଁ ପ୍ରିୟ। ତେଣୁ ମୁଁ ଯୋଉ ପ୍ରତିବେଶୀକୁ ଭଲ ପାଇବି, କାରଣ ତା ଭିତରେ ମୁଁ ହିଁ ତ ଅଛି। କାରଣ ସିଏ ମଧ୍ୟ ମୁଁ ସିଏ ସିଏ ମୁଁ। ତେଣୁ ମୁଁ ମୋର ପ୍ରତିବେଶୀକୁ ଭଲ ପାଇବି କାରଣ ସିଏ ମଧ୍ୟ ମୁଁ ବୋଲି। ଏଇ ଭାବ ସହିତ ଯୋଉ ଭଲ ପାଇବା ରହିବ, ଏଇ ଭାବ ସହିତ ମାଙ୍କର ଟିପ୍ପଣୀ ହଉଛି, ସଂଘବଦ୍ଧତା ଏବଂ ପାରସ୍ପରିକ ପ୍ରେମ ଲାଗି ଆମ ପାଇଁ ଯେଉଁ ମାନବୀୟ କାରଣ ମାନ ବାଢି ଦିଆଯାଇଥାଏ, ସେଗୁଡିକର କୌଣସି ମୂଲ୍ୟ ନଥାଏ ଓ ସେଗୁଡିକରୁ କୌଣସି ଫଳ ମଧ୍ୟ ହୁଏ ନାହିଁ। କେବଳ ଦିବ୍ୟ ପରମସତ୍ତାଙ୍କ ବିଷୟରେ ସଚେତନ ହେବା ଦ୍ଵାରା ଏବଂ ତାଙ୍କରି ସହିତ ସଂଯୁକ୍ତ ହୋଇ ରହିବା ଦ୍ୱାରା ହିଁ ଆମେ ଯଥାର୍ଥ ଏକତ୍ଵ ଲାଭ କରିପାରିବା, ତାହାକୁ ବାସ୍ତବରେ ପରିଣତ କରିପାରିବା। ବାহ ବାହ, ଥ୍ୟାଙ୍କ ୟୁ ଅଲ୍ ରୋବର।